ପିଲାମାନେ ଆସ ଆଜି ଆମେ କିଛି ବ୍ୟଞ୍ଜନ ସନ୍ଧି ବିଷୟରେ ବା ବ୍ୟଞ୍ଜନ ବର୍ଣ୍ଣର ସନ୍ଧି ବିଚ୍ଛେଦ ବିଷୟରେ ଜାଣିବା। ବ୍ୟଞ୍ଜନ ବର୍ଣ୍ଣ ସହିତ ବ୍ୟଞ୍ଜନ ବର୍ଣ୍ଣ ବା ସ୍ୱର ବର୍ଣ୍ଣର ମିଳନକୁ ବ୍ୟଞ୍ଜନ ସନ୍ଧି କୁହାଯାଏ। ଯଥା ଜଗତ୍ ଯୁକ୍ତ ଈଶ ଜଗଦୀଶ, ବାକ୍ ଯୁକ୍ତ ଈଶ ବାଗୀଶ। ନିମ୍ନରେ ସେମିତି ଅନେକ ଉଦାହରଣ ଦିଆଯାଇଛି। ଦେଖ, ଦିକ୍ ଯୁକ୍ତ ଅମ୍ବର ଦିଗମ୍ବର, ସତ୍ ଯୁକ୍ତ ଇଚ୍ଛା ସଦିଚ୍ଛା, ଦିକ୍ ଯୁକ୍ତ ବଳୟ ଦିଗ୍ବଳୟ, ଉତ୍ ଯୁକ୍ତ ଦେବେଗ ଉଦ୍ବେଗ, ଉତ୍ ଯୁକ୍ତ ଘାଟନ ଉଦ୍ଘାଟନ, ସତ୍ ଯୁକ୍ତ ଉପାୟ ସଦୁପାୟ, ସତ୍ ଯୁକ୍ତ ଆଚାର ସଦାଚାର, ଉତ୍ ଯୁକ୍ତ ଯାପନ ଉଦ୍ଯାପନ, ଚିତ୍ ଯୁକ୍ତ ଆନନ୍ଦ ଚିତାନନ୍ଦ, ଜଗତ୍ ଯୁକ୍ତ ବନ୍ଧୁ ଜଗତବନ୍ଧୁ, ଉତ୍ ଯୁକ୍ତ ଚାରଣ ଉଚ୍ଚାରଣ, ଚଳ ଯୁକ୍ତ ଚିତ୍ର ଚଳଚିତ୍ର। ଏମିତି ଆମର ଦୁଇଟି ଶବ୍ଦର ବ୍ୟବହାରରେ ଆମର ଉଚ୍ଚାରଣଟି ପରିବର୍ତ୍ତନ ହୋଇଥାଏ।